ବିରୋଧୀ ଦଳର ନେତା ଏ ବାବଦରେ ଆମର ମା ଭଉଣୀ ମାନଙ୍କୁ ଯେଭଳି ଭାବରେ ତାଚ୍ଛଲ୍ୟ କରି କହୁଥିଲେ ଯେ ମୁଁ ସେମାନଙ୍କୁ ସଶକ୍ତକରଣ କରିଛି। କିଭଳି ଭାବରେ ସଶକ୍ତକରଣ କରିଲେ ସେ କଥା ମୋର ସୁଭଦ୍ରା ମା ଭଉଣୀମାନେ ନିଶ୍ଚିତ ଭାବରେ ଜାଣିଥିବେ। କିଛି ରିଭଲଭିଂ ଫଣ୍ଡ ଦେଇଦେଲେ ଏବଂ ଯେଭଳି ଭାବରେ ତାଙ୍କୁ ମିଶନ ଶକ୍ତି ଜରିଆରେ ସଶକ୍ତ କରିବାର କଥା କହି ମିଠା କଥା କହିକରି ସେମାନଙ୍କୁ ଆଜି ଯେଭଳି ଭାବରେ ଲାଖପତି ଦିଦି ଯଦି କରାଇ ପାରିଥାନ୍ତେ ଆମେ ଜାଣିଥାନ୍ତୁ ବାସ୍ତବରେ ସେମାନଙ୍କର ପାଇଁ କିଛି ଆପଣ କରିଛନ୍ତି ବୋଲି। କେବଳ ବିରୋଧୀ ନାଁରେ ବିରୋଧ କରିବା ଇଏ ସଭା ପାଏ ନାହିଁ। ବଡ଼ କଥା ହେଉଛି 24 ବର୍ଷର ସରକାର ସହିତ ଆମ ସରକାରର ପ୍ରଥମ 6 ମାସର ତୁଳନା କରିବା ନିଶ୍ଚିତ ଭାବରେ ବହୁତ ବଡ଼ ଗୋଟିଏ ଆମ ନୂଆ ସରକାର କାର୍ଯ୍ୟକଳାପକୁ ଦେଖି ଯେଭଳି ଭାବରେ ଭୟଭୀତ ହେବା ଏବଂ ନିଜର ଭୋଟ ବ୍ୟାଙ୍କ ନିଜ ହାତରୁ ଚାଲିଯିବା ଏ ପ୍ରକାରର ଯେଉଁ ଗୋଟିଏ ଭୟ ଘାରିଛି ଆଉ ସେ କାରଣରେ କଥା କହିବା ଯେ ସରକାର ଲମ୍ବା ସମୟ ଭାଷଣ ଦେଉଛନ୍ତି କିନ୍ତୁ କାମ କିଛି କରୁନାହାନ୍ତି। ଗତ ସରକାର ଲମ୍ବା ଭାଷଣ ତ ଦେଉନଥିଲେ, ଯାହା ଲେଖା ଥିଲା ତାକୁ ପଢ଼ି ଦେଉଥିଲେ ଏବଂ ସେଥିରେ କିଭଳି ଭାବରେ ଲୋକଙ୍କର ବିକାଶ ହେବ, ଲୋକଙ୍କୁ ସିଧାସଳଖ ଲୋକଙ୍କ ସହିତ ସମ୍ପର୍କ ପ୍ରତିଷ୍ଠା ହେବ ଏ କଥାକୁ କିଏ ମନା କରିଥିଲା? 2 ମିନିଟରେ ଆମେ ହାତ ହଲେଇକରି ଚାଲିଯିବା ଇଏ ମଧ୍ୟ ସଭା ପାଏ ନାହିଁ। ଲୋକଙ୍କର ସହିତ ମିଶ, ଲୋକଙ୍କର ଦୁଃଖ ଶୁଣ, ତାଙ୍କ ଦରଖାସ୍ତ ଗ୍ରହଣ କର। 16 ବର୍ଷ ଧରିକରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ତମେ କାହିଁକି ଆସିଲ ନାହିଁ ଲୋକଙ୍କର ଦୁଃଖ ଶୁଣିବା ପାଇଁ? ତୃତୀୟ ମହଲାର କିଛି ଲୋକଙ୍କୁ ଡାକିକି ଦରଖାସ୍ତ ଗ୍ରହଣ କରି ପଛରେ ଡଷ୍ଟବିନ୍ରେ ପକାଇଦେବା ଏଇ କ'ଣ ଗଣତନ୍ତ୍ର ଶାସନରେ ଲୋକଙ୍କୁ ନ୍ୟାୟ ଦେବା? ଏ କଥା ମଧ୍ୟ ସଭା ପାଏ ନାହିଁ।